नमो भगवते श्री अरविन्दाय। नमो भगवती माता मीराम्बिकाय नमो नमः। ॐ नमो भगवते श्री अरविन्दाय। ॐ नमो भगवती माता मीराम्बिकाय नमो नमः। ॐ नमो भगवते श्री अरविन्दाय। ॐ नमो भगवती माता मीराम्बिकाय नमो नमः। ॐ नमो भगवते श्री अरविन्दाय। ॐ नमो भगवते श्री अरविन्दाय। Om Sri Aurobindo Mira, open my mind, my heart, my life to your life, to your love, your power. In all things, may I see the divine. Om Sri Aurobindo Mira, मोर मन, मोर हृदय, मोर जीवन को तुमर आलोक, तुमर प्रेम, तुमर शक्ति प्रति खोली धर। प्रत्येक वस्तुरे मु जेपरी भगवान को दर्शन करि पारे। ओम श्री अरविंद मिरे प्रकाशं कुरु मे चित मोहन जीवनं तव शक्तिश्च प्रेमश्च ज्योतिर्विधायं सर्वभूते परनित्यं पशमेनं विधेयम्। आद्या अद्वितीया परम दिव्य जननी माँ परम कारुणिक प्रभु श्री अरविंद पाद पर पद्मरे मोर अनंत कोटि प्रणाम। आज रही पाठचक्र को आगे नबरे जहांकर एते प्रयास एवं चाहिंचंती प्रभुंकर जन्म मासरे एक जी प्रभुंकर अतिमानस आलोकर किरण रे समस्त को आलोकित करिवार सुयोग देइछंती से रत्न प्रभापं को मो हृदय प्रणाम जणाइबी। तत्सहित आज रही संदीप पात्रे थिबा समस्त मातृ अभिप्सु अप भाई मानन को मंत्र प्रणाम जणाइबी। आज आम पाखे जे अपा रही उर्मिला अपा तांको भी मो अंतर गभीर प्रणाम जनाउछि। अपा प्रणाम। चाहूँ सतरे आज आम 20तम दिवस रे उपनीत होइछु। दिन गुड़िक सरी सरी चलुछि सत किंतु मन रे से व्याकुलता वृद्धि पाई पाई चलुछि। कि अपूर्व सुजोग कि दिव्य परिसर आउ एठारे दिव्य जननी मांकर पूर्ण उपस्थिति तो आम समस्त हृदय एक अपूर्व शिहरण जागृत करिछि। प्रभुंकर से लेखनी निस्तृत मातृ उपनिषद को पान करिबा पई आमे समस्त एटी समागम होइछु। कृष्णकर वंशीर स्वर सुनिले क्षणी जेमती सहस्र गोपी माने आगे आसंती आमर एही स्वतंत्र कार्यक्रम अपराह्न 5टा बाजला क्षणी आम भितर एक स्पंदन बढ़िबारे लागिछि। सेई अमृत रस को पान करिबा निमंते अगस्ट 1 रु आज आमे 20 अगस्ट रे पहुंची। डे 1 रु आज पर्यंत जो अनुभव अनुभूति ताहा समस्त आमे अंगे अंगे लिभाइछु एवं बाकी तक दिन को भी एमती अपेक्षा करी बसिबु। विगत 2 दिन धरी आमे मांकर महेश्वरी रूप विषय रे ज्ञान अर्जन कर
ମାଙ୍କର ଏଇ ଚାରୋଟି ରୂପ ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଆଉ ମହାସରସ୍ୱତୀ। ଆଉ ଆଜି ମାଙ୍କର ଦ୍ୱିତୀୟ ରୂପ ମହାକାଳୀ ବିଷୟରେ ଶୁଣିବାକୁ ଅପେକ୍ଷା କରି ବସିଛୁ। ବର୍ତ୍ତମାନ ଆମ ପାଖରେ ଆମର ଅତି ଆପଣାର ପ୍ରିୟ ଉର୍ମିଳା ଅପାଙ୍କୁ ସ୍ୱାଗତ ଜଣାଇବା। ଉର୍ମିଳା ଅପା ଆମ ପାଖରେ ଉପସ୍ଥିତ ଅଛନ୍ତି। ଅପା ପ୍ରଣାମ, ବନ୍ଦେ ମାତରମ୍। ଆଜିର ବିଷୟବସ୍ତୁ ରହିଛି ମହାକାଳୀ ରୂପରେ ମା ଓ ତାଙ୍କର କାର୍ଯ୍ୟ। ମହାକାଳୀ ରୂପରେ ମା ଓ ତାଙ୍କର କାର୍ଯ୍ୟ। ଏବେ ଉର୍ମିଳା ଅପା ଆପଣ ଏ ଦିବ୍ୟ ପରିସରକୁ ଆଗେଇ ନିଅନ୍ତୁ। ପ୍ରଣାମ ଅପା। ଶ୍ରୀମାତା ଶରଣଂ ମମ, ଶ୍ରୀ ଅରବିନ୍ଦ ଶରଣଂ ମମ। ପବିତ୍ର ଏଇ ଅଗଷ୍ଟ ମାସ ପ୍ରଭୁଙ୍କର ଧରାବତରଣର ପବିତ୍ର ଦେବଲଗ୍ନ। ଅନଲାଇନ ମାଧ୍ୟମରେ ମାତୃକୃପା ଅଭିପ୍ସୁ ସମସ୍ତ ମୋର ପ୍ରିୟ ଆତ୍ମୀୟ ଭାଇ ଭଉଣୀ ମାନଙ୍କୁ ହୃଦୟର ଅନେକ ଶ୍ରଦ୍ଧା ଆଉ ସମ୍ମାନ ଜଣାଉଛି। ରତ୍ନପ୍ରଭାକୁ ଅନେକ ସ୍ନେହ ଆଉ ଆଶୀର୍ବାଦ ଆଜି ପରିଚାଳନା କରୁଛନ୍ତି, ତାଙ୍କୁ ମୋର ଅନେକ ଶୁଭେଚ୍ଛା। ଆଜି ପ୍ରସଙ୍ଗଟି ରୁଦ୍ରରୂପା ମହାକାଳୀଙ୍କର ପରମ ପ୍ରଭୁଙ୍କ ଧରାବତରଣର ପବିତ୍ର ଦେବଲଗ୍ନ ଏଇ ଅଗଷ୍ଟ ମାସ। ତାଙ୍କ ଜନ୍ମ ମାସର ଏଇ ଶୁଭ ଅବକାଶରେ ତାଙ୍କ ରଚିତ ସାବିତ୍ରୀ ଗ୍ରନ୍ଥର ଏକ କ୍ଷୁଦ୍ର ପ୍ରତିଲିପି ଭାବରେ ମା ପୁସ୍ତକର ଅଧ୍ୟୟନ, ଅନୁଶୀଳନ ଓ ଆତ୍ମୀକରଣର ଏକ ବିରଳ ସୁଯୋଗ ଉପସ୍ଥିତ ହୋଇଛି। ମା ପୁସ୍ତକକୁ ମାତୃ ସଂହିତାର ମର୍ଯ୍ୟାଦା ଦିଆଯାଏ, ମାତୃ ଉପନିଷଦ ବୋଲି ମଧ୍ୟ କୁହାଯାଏ। କେଉଁ ଉର୍ଦ୍ଧ୍ୱ ସ୍ତରରୁ ଉଚ୍ଚାରିତ ଶବ୍ଦ ସଂଯୋଜିତ ତାଙ୍କ ରଚନା ସମଗ୍ରକୁ, ପ୍ରଭୁଙ୍କ ରଚନା ସମଗ୍ରକୁ ମାନୁଷୀ ପ୍ରୟାସରେ ଉପଲବ୍ଧି ଓ ଉପସ୍ଥାପନ କରିବା ଅତ୍ୟନ୍ତ ଦୁରୂହ। ପୁସ୍ତକଟି ପୂର୍ବାଲୋଚିତ ସମସ୍ତ ପ୍ରାଜ୍ଞ ଆଲୋଚକ ମାନଙ୍କୁ ମୋର ବିନମ୍ର କୃତଜ୍ଞତା। ଆଜିର ଆଲୋଚନା ଆଦ୍ୟାଶକ୍ତିଙ୍କର ଚତୁର୍ବିଧ ବିଗ୍ରହ ମଧ୍ୟରୁ ତାଙ୍କର ଦ୍ୱିତୀୟ ଅଭିବ୍ୟକ୍ତି ମହାକାଳୀ ପ୍ରସଙ୍ଗ ଉପରେ ଆଧାରିତ। ମାଙ୍କର ଶକ୍ତି, ସ୍ୱରୂପ ଏବଂ କାର୍ଯ୍ୟଧାରା ସମ୍ପର୍କରେ ଏକ ସାମାନ୍ୟ ଉପସ୍ଥାପନ ମାତ୍ର। ଅନନ୍ତ ଶକ୍ତିଶାଳିନୀ ଆଦ୍ୟାଶକ୍ତିଙ୍କର ପୁଞ୍ଜୀଭୂତ ଶକ୍ତିର ବିଗ୍ରହ ହେଉଛନ୍ତି ମହାକାଳୀ। ବିଶ୍ୱ ରଙ୍ଗମଞ୍ଚରେ ରଣରଙ୍ଗିନୀ ଭାବେ ଆବିର୍ଭୂତା। ସୃଷ୍ଟି ଯେତେବେଳେ ଶାସନ ଶୃଙ୍ଖଳାର ବହିର୍ଭୂତ ହୋଇଯାଏ, ମାନବ ଆଧାରରେ ଦାନବ ମାନେ ଆତ୍ମପ୍ରକାଶ କରନ୍ତି, ସେତେବେଳେ ଜଗନ୍ମାତାଙ୍କ ଆଦେଶରେ ତାଙ୍କରି ସମ୍ଭୂତି ରୂପେ ଆବିର୍ଭୂତ ହୁଅନ୍ତି ଅନନ୍ତ ଶକ୍ତିଶାଳିନୀ ମହାକାଳୀ। ତାଙ୍କ ରଣହୁଙ୍କାରରେ ପ୍ରକମ୍ପିତ ଆଭୂମ ଆକାଶ, ବଜ୍ରାଘାତରେ ଭୁଲୁଣ୍ଠିତ ହୁଏ ଭୂଧର କୁଧର, କୂଳ ଲଙ୍ଘନ କରେ ମହୋଦଧି, ଝଡ଼ର ଝଙ୍କାରରେ ବାତ୍ୟାର ତାଣ୍ଡବ, ଭୁଲୁଣ୍ଠିତ ହୁଅନ୍ତି ମହୀରୁହରାଜି। ତ୍ରାହି ତ୍ରାହି ଡାକେ ସକଳ ଭୁବନ, ଆସୁଛନ୍ତି ଅବତରୀ ମହାକାଳୀ ରୂପେ ସେହି ଭୁବନ ଈଶ୍ୱରୀ। ଆସୁଛନ୍ତି ଅବତରୀ ମହାକାଳୀ ରୂପେ ସେହି ଭୁବନ ଈଶ୍ୱରୀ। ଶକ୍ତି ସାଧନା ପୀଠ ଭାରତ ବର୍ଷରେ ମାଙ୍କର ଆବାହନ ଓ ଉପାସନା କେଉଁ ସ୍ମରଣାତୀତ କାଳରୁ ଚାଲି ଆସିଛି। ମାଙ୍କର ଏହି ବିଭାବଟି ସମ୍ପର୍କରେ ଚିନ୍ତା କଲେ ସ୍ୱାଭାବିକ ଭାବେ ଆମ ଆଖି ଆଗରେ ଉଦ୍ଭାସିତ ହୁଏ ଶିବାରୂଢ଼ା ଲୋଳଜୁହ ଭୀତି ସଞ୍ଚାରକାରିଣୀ ଦେବୀ ମୂର୍ତ୍ତିଟିଏ।
ସେ ଶ୍ରୀ ଅରବିନ୍ଦଙ୍କ ବର୍ଣ୍ଣିତ ମହାକାଳୀ ନୁହନ୍ତି, ତାଙ୍କର ଏକ ଆଂଶିକ ପ୍ରକାଶ ମା କାଳୀ। ସଚରାଚର କାଳୀ ପୂଜାର ସମ୍ପର୍କ ଦୀପାବଳି ଅମାବାସ୍ୟା ସହ ଯୋଡ଼ି ହୋଇ ରହିଛି। ମିଥ୍ୟାଚାର, ଅନ୍ଧକାର, ଅଜ୍ଞାନତା, ତାମସିକତା ଓ ଆସୁରିକତା ଉପରେ ସତ୍ୟ, ଜ୍ୟୋତି, ପ୍ରଜ୍ଞା ଓ ଦିବ୍ୟତାର ବିଜୟ ଉଦ୍ଘୋଷଣା ସ୍ୱରୂପ ଏହି ଦିନଟିର ସମ୍ପର୍କ ରହିଛି। ଏହି ଦିନ ଶ୍ୟାମା କାଳୀଙ୍କର ଆରାଧନାର ନିବିଡ଼ ସମ୍ପର୍କ। ସୃଷ୍ଟିର ଆଦିମ ଅନ୍ଧକାରର ସମସ୍ତ କାଳିମାକୁ ମା କାଳୀ ନିଜ ମଧ୍ୟକୁ ଆକର୍ଷି ନେଇ ଜଗତକୁ ଅସୁମାରୀ ଦୀପାଲୋକରେ ଦେଦୀପ୍ୟମାନ କରନ୍ତି। ସେହି ଆଦିମ ଅନ୍ଧାରୀ ଯୁଗର ଅଜ୍ଞାନର ଘନ ତମିସ୍ରା ମଧ୍ୟରେ ତପସିଦ୍ଧ ଆର୍ଯ୍ୟ ଋଷିଗଣ ଦର୍ଶନ କରନ୍ତି ମାତୃଶକ୍ତିର ଦିବ୍ୟ ଭାସ୍ୱରତା। ଶିବାରୂଢ଼ା କାଳୀ ନବସୃଷ୍ଟି ସୃଜନର ପ୍ରତୀକାତ୍ମକ ରୂପ। ଶବ ରୂପରେ ସାଇତ ଶିବଙ୍କ ବକ୍ଷ ଉପରେ ପଦସ୍ଥାପନ କରି ମା କାଳୀ ନବସୃଷ୍ଟିର ତୂର୍ଯ୍ୟନାଦ କରୁଛନ୍ତି। ତାଙ୍କ ଚରଣର ଚପଳ ନୃତ୍ୟ ଛନ୍ଦରେ ଜାଗ୍ରତ ହେଉଛି ନିଦ୍ରିତା ଧରଣୀ। ଏହି ଉକ୍ତି ସ୍ପଷ୍ଟ ହୁଏ ପ୍ରଭୁଙ୍କ ଲେଖନୀରେ ମହାକାବ୍ୟ ସାବିତ୍ରୀ ପୃଷ୍ଠାରେ। ହାପି ନଟ୍ ହି ଲାଇଜ୍ beneath her feet, his breast he offers for a cosmic dance, of which our life is a quivering theatre. Happy not he lies beneath her feet, his breast he offers for a cosmic dance, of which our life is a quivering theatre. ଆନନ୍ଦ ଘନ ସେ ପରମ ପୁରୁଷ ନେଇଛନ୍ତି ଜଡ଼ ରୂପ, ହଜି ଯାଇଛନ୍ତି ନିଶ୍ଚେତନା ମଧ୍ୟରେ, ପାତି ଦେଇଛନ୍ତି ବକ୍ଷ। ଲାସ୍ୟରତା ସେ ପ୍ରକୃତି ଜନନୀ ରଚୁଛନ୍ତି ବିଶ୍ୱଲୀଳା, ଯହିଁରୁ ସ୍ଫୁରିତ ନିଖିଳ ଜୀବନ ଉଲ୍ଲସିତ ବସୁନ୍ଧରା। ଆନନ୍ଦ ଘନ ସେ ପରମ ପୁରୁଷ ନେଇଛନ୍ତି ଜଡ଼ ରୂପ, ହଜି ଯାଇଛନ୍ତି ନିଶ୍ଚେତନା ମଧ୍ୟରେ, ପାତି ଦେଇଛନ୍ତି ବକ୍ଷ। ଲାସ୍ୟରତା ସେ ପ୍ରକୃତି ଜନନୀ ରଚୁଛନ୍ତି ବିଶ୍ୱଲୀଳା, ଯହିଁରୁ ସ୍ଫୁରିତ ନିଖିଳ ଜୀବନ ଉଲ୍ଲସିତ ବସୁନ୍ଧରା। ଅନନ୍ତ ସୌନ୍ଦର୍ଯ୍ୟର ଆକର୍ଷଣୀ ଶକ୍ତି ଯେଉଁ ମା, ସେ ପୁଣି ଏଭଳି କାଳୀ କରାଳିନୀ ରୂପରେ କାହିଁକି ଉପସ୍ଥାପିତ ହୋଇଛନ୍ତି? ସେ ତ ଅନନ୍ତ ସୌନ୍ଦର୍ଯ୍ୟର ଆକର୍ଷଣୀ ଶକ୍ତି। ଏଭଳି ଭୟଙ୍କର ରୂପ ଧାରଣ କରିବାର କାରଣ କଣ? ସୃଷ୍ଟିର ସମସ୍ତ କଳୁଷ କାଳିମା, ଅନ୍ଧ ଅଜ୍ଞାନତାର ଘନ ତମିଶ୍ରା, ବିଭତ୍ସତା ଓ ଭୟଙ୍କରତାକୁ ଆପଣା ମଧ୍ୟକୁ ଆକର୍ଷି ନେଇ ସେ କରାଳିନୀ ରୂପ ଧାରଣ କରିଛନ୍ତି। ଏ ସୃଷ୍ଟିରେ ବ୍ୟାପୀ ରହିଛି ଯୋଉ ଅଜ୍ଞାନତାର ଘନ ଅନ୍ଧକାର ଏବଂ ଯୋଉ ବିଭତ୍ସତା, ସେ ସମସ୍ତକୁ ସେ ନିଜ ମଧ୍ୟକୁ ଆକର୍ଷଣ କରି ନେଇଛନ୍ତି। ତା ନହେଲେ ଏ ଜଗତ ତମିଶ୍ରା ମୁକ୍ତ ହୋଇପାରିବ ନାହିଁ। ସୃଷ୍ଟିରେ ପରିବ୍ୟାପ୍ତ ସମସ୍ତ ପାଶବିକତା ଓ ଆସୁରିକତାକୁ ଲେହନ କରିବା ପାଇଁ ସେ ଲୋଳଜୁହା ଜିଭ ଲହଲ କରୁଥିବାର କାରଣ ହେଉଛି ଏ ସୃଷ୍ଟିରେ ବ୍ୟାପୀ ରହିଛି ଯୋଉ ପାଶବିକତା, ଆସୁରିକତା, ତାକୁ ହିଁ ସେ ଲେହନ କରିବେ। ଶିବଙ୍କ ଉପରେ କାହିଁକି ଆରୋହଣ କରିଛନ୍ତି? ନା ଜଡର ଜଡତାକୁ ଭାଙ୍ଗି ଶବ ମଧ୍ୟରେ ଶିବତ୍ୱର ଉତ୍ଥାନ ପାଇଁ ସେ ଶିବାରୂଢା ଜଡ ରୂପରେ ଶୟନ କରିଛନ୍ତି ମହାଯୋଗୀ। ଜଡର ଜଡତାକୁ ଭଗ୍ନ କରି ଶବ ରୂପରେ ଥିବା ସେଇ ଜଡ ମଧ୍ୟରେ ଶିବତ୍ୱର ଏବଂ ଜୀବତ୍ୱର ଉତ୍ଥାନ ପାଇଁ ସେ ହେଇଛନ୍ତି ଶିବାରୂଢା। ଭଗିନୀ ନିବେଦିତା କହନ୍ତି ସେ କାଳୀ ଯେଉଁ କଦାକାର କୁତ୍ସିତ ରୂପ ଧାରଣ କରିଛନ୍ତି, ତାହା ମାନବ ମଧ୍ୟରେ ସର୍ବାଧିକ କୁତ୍ସିତତାର ପରିକଳ୍ପନା। ମନୁଷ୍ୟ ଅଭ୍ୟନ୍ତରରୁ
ଏହି କୁଷ୍ଠିତତାକୁ ଦୂର କରିବା ପାଇଁ ତା ମଧ୍ୟସ୍ଥ ସେହି ଅଦିବ୍ୟ ରୂପଟି ମାଙ୍କ ନିକଟକୁ ସ୍ଥାନାନ୍ତରିତ ହେଇଛି। ମଣିଷକୁ ଦିବ୍ୟ ରୂପ ଦେବା ପାଇଁ ଏଇ ତାର ଯୋଉ କୁଷ୍ଠିତ ରୂପ ତା ଅଭ୍ୟନ୍ତରରେ ଅଛି ତାକୁ ମା ଗ୍ରହଣ କରି ନେଇଛନ୍ତି। ବିରୋଧୀ ଶକ୍ତି ତଥା ଆସୁରିକତା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସେ ଖଣ୍ଡା ଖର୍ପର ଧାରଣ କରିଛନ୍ତି। ମହାଶକ୍ତିଙ୍କର ପ୍ରତିନିଧିତ୍ୱ କରୁଛନ୍ତି, ସେ ହେଉଛନ୍ତି ମହାଶକ୍ତିଙ୍କର ପ୍ରତିନିଧି, ତାଙ୍କରି ପ୍ରତିନିଧିତ୍ୱ କରୁଛନ୍ତି। ଶ୍ରୀମା କହନ୍ତି ସେ କାଳୀଙ୍କୁ ଯେଉଁ ସୂକ୍ଷ୍ମ ରୂପରେ ଦେଖିଛନ୍ତି ତାହା ଅତ୍ୟନ୍ତ ସୁନ୍ଦର, କମନୀୟ, କାନ୍ତିଯୁକ୍ତ। କିନ୍ତୁ ଏଠାରେ ମନୁଷ୍ୟମାନେ ତାଙ୍କୁ ଯେଉଁ ରୂପ ଦେଇ ପୂଜା କରୁଛନ୍ତି ତାହା ସେମାନଙ୍କର ବିଭତ୍ସ କଳ୍ପନାର କେବଳ ପ୍ରତିଫଳନ। ଲୋକମାନେ ଯେଉଁ କାଳୀ ମୂର୍ତ୍ତି ବା ଚିତ୍ରପଟରେ ପୂଜା ନିବେଦନ କରନ୍ତି ସେସବୁ ମଧ୍ୟରେ କେତେକ ପ୍ରାଣିକ ସତ୍ତା ଆଶ୍ରୟ ନେଇଥାନ୍ତି। ପ୍ରକୃତ ଦିବ୍ୟ ସତ୍ତା ତା ମଧ୍ୟରେ ନଥାନ୍ତି। ପ୍ରାଣିକ ସତ୍ତା ମାନେ ଆଶ୍ରୟ ନେଇଥାନ୍ତି ଏବଂ ଅନେକ ସମୟରେ ଗୃହରେ ସେମାନେ ଉତ୍ପାତ କରନ୍ତି। ଗୃହରେ ବିଭିନ୍ନ ପ୍ରକାର ବିପଦ ଆପଦ, ଅଘଟଣା, ଦୁର୍ଘଟଣା ସବୁ ଘଟେ। କାଳୀଙ୍କ ଯୋଗୁଁ ଏହି ସବୁ କ୍ଷତି ହେଉଛି ବୋଲି ଲୋକମାନେ ସେ ସବୁଙ୍କୁ ନଦୀ ଗର୍ଭରେ ବିସର୍ଜନ କରିଦିଅନ୍ତି କିମ୍ବା ମନ୍ଦିର ମାନଙ୍କୁ ଦାନ କରିଦିଅନ୍ତି। ଅନ୍ୟାନ୍ୟ ଦେବଦେବୀଙ୍କର ଆରାଧନାର ଯେଭଳି ଦେଖାଯାଏ କାଳୀଙ୍କର ଆରାଧନା ସେତେ ପ୍ରସାରିତ ନୁହଁ ଏହି ଭୟ ଯୋଗୁଁ। କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଦ୍ୱାରା ଉପସ୍ଥାପିତ ମହାକାଳୀ ହେଉଛନ୍ତି ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କ ଉଲ୍ଲେଖ ଅନୁସାରେ ମହେଶ୍ୱରୀ ଜ୍ଞାନର ପ୍ରତିନିଧିତ୍ୱ କଲାବେଳେ ମହାକାଳୀ ହେଉଛନ୍ତି ବଳ ବା ଶକ୍ତିର ପ୍ରତୀକ। ମହାକାଳୀଙ୍କ ପ୍ରକୃତି ଅନ୍ୟ ପ୍ରକାରର। ବିସ୍ତୃତି ନୁହେଁ ଉଚ୍ଚତା, ଜ୍ଞାନ ନୁହେଁ ବଳ ଓ ବୀର୍ଯ୍ୟ ତାଙ୍କର ନିଜସ୍ୱ ବିଶେଷତ୍ୱ। ମହେଶ୍ୱରୀ ହେଲେ ବିଶାଳ ଜ୍ଞାନର ଅଧିକାରିଣୀ, ଅଫୁରନ୍ତ କରୁଣାର ଉତ୍ସ, ଶାନ୍ତ କାନ୍ତ ସ୍ନିଗ୍ଧ ସ୍ଥିର ଅବିଚଳା। ମହାକାଳୀ ଉଚ୍ଚତା, ଶକ୍ତି, ସାମର୍ଥ୍ୟର ମୂର୍ତ୍ତି ରୂପ। ସେ ବିଶ୍ୱ ପୁରୁଷଙ୍କ ବାହୁକୁ ବହନ କରିଥାନ୍ତି। ତାଙ୍କ ମଧ୍ୟରେ ରହିଛି ଅଦମନୀୟ ଆବେଗ, ଯୋଦ୍ଧୃଭାବ, ସର୍ବଜୟୀ ସଂକଳ୍ପ, କ୍ଷିପ୍ରତା, ତୀବ୍ରତା, ଓଜ, ବୀର୍ଯ୍ୟ ଓ ବିକ୍ରମର ଉଦ୍ଦାମତା। ତାଙ୍କ ବିଶେଷତ୍ୱ ହେଉଛି ଉତ୍ତୁଙ୍ଗ ଉଚ୍ଚତା, ଉଚ୍ଚାଙ୍ଗ କ୍ଷିପ୍ରତା ଓ ସର୍ବଜୟୀ ପ୍ରଖରତା। ତାଙ୍କ ମଧ୍ୟରେ ଅଛି ଦୁର୍ବାର ତୀବ୍ରତାପୂର୍ଣ୍ଣ ସିଦ୍ଧି ଆଡ଼କୁ ଶକ୍ତିର ବିପୁଳ ଆବେଗ, ସକଳ ସୀମା ଓ ସକଳ ବାଧା ଚୂର୍ଣ୍ଣ କରି ଦୌଡ଼ି ଚାଲି ଯାଇପାରେ ଏପରି ଏକ ଦିବ୍ୟ ପ୍ରଚଣ୍ଡତା। ଏକ ଦୁର୍ଦମନୀୟ ତୀବ୍ରତା ମହାକାଳୀଙ୍କ ବିଶେଷ ବିଭାବ। ଲକ୍ଷ୍ୟ ହାସଲ କରିବାର ପ୍ରବଳ ଇଚ୍ଛା ଶକ୍ତି। ଏହା ସହିତ ରହିଛି ଈଶ୍ୱରୀୟ ଉଗ୍ରତା, ଯାହା ଇପ୍ସିତ ବସ୍ତୁ ହାସଲ କରିବା ପାଇଁ ସଦା ଉନ୍ମୁଖ ହୋଇ ରହିଥାଏ। ସକଳ ବାଧାର ଅର୍ଗଳକୁ ଚୂର୍ଣ୍ଣ କରି ସୀମିତତାକୁ ଲଙ୍ଘନ କରି ତୀବ୍ର ଭାବରେ ଧାବମାନ ହେବାର ଅପ୍ରତିହତ ସାମର୍ଥ୍ୟ। ମୁହୂର୍ତ୍ତେ ମାତ୍ର ବିଳମ୍ବ ନ କରି ସାଫଲ୍ୟ ଲାଭ କରିବାର ତୁରନ୍ତ ପ୍ରକ୍ରିୟା। ଏହି ଅଜ୍ଞାନ ଜଗତରେ ଅନେକ କିଛି ରହିଛି ଯାହା ସତ୍ୟର ପରିପ୍ରକାଶକୁ ଅବରୋଧ କରିବାରେ ଲାଗିଥାଏ। ପ୍ରତି ପଦେ ପଦେ ବିରୋଧୀ ଶକ୍ତିମାନଙ୍କର ବାଧା ବିପତ୍ତି ରହିଛି। ମାନବର କ୍ଷମତା ସୀମିତ। ଏ ବାଧା ଅତିକ୍ରମ କରିବାରେ ସେ ଅସମର୍ଥ। ତେଣୁ ସେ ଦିବ୍ୟ ଶକ୍ତିଙ୍କର ଶରଣାପନ୍ନ ହୁଏ, ତାଙ୍କର ସହାୟତା ଲୋଡ଼ିଥାଏ। ଆବାହନର ଆନ୍ତରିକତା ଅନୁସାରେ ମହାଶକ୍ତି 1 ମିନିଟ ଲାଇନ ପଳେଇଛି।
ଆବାହନର ଆନ୍ତରିକତା ଅନୁସାରେ ମହାଶକ୍ତି ଅବତରି ଆସନ୍ତି। ତାଙ୍କ ମଧ୍ୟରେ ଥିବା ଐଶ୍ୱର୍ଯ୍ୟ କ୍ରିୟା ସମ୍ପାଦନ ପାଇଁ ଉଛୁଳି ଉଠେ। ଦଣ୍ଡେ ମାତ୍ର ବିଳମ୍ବ ନ କରି ସେ ସଫଳତା ହାସଲ କରିବାକୁ ଉଦ୍ୟତ ହୁଅନ୍ତି। ସେ ବେଗଯୁକ୍ତ ଆଘାତରେ ଚୂର୍ଣ୍ଣ କରନ୍ତି ସକଳ ବାଧାକୁ। ଆଘାତରେ ସେ ହେଉଛନ୍ତି ପ୍ରତୀକାତ୍ମକ ମୂର୍ତ୍ତି। ଆଉ ସମ୍ମୁଖ ଭାଗରୁ ଆକ୍ରମଣ କରନ୍ତି, ପଶ୍ଚାତରୁ ନୁହେଁ। ପୂର୍ଣ୍ଣ ସିଦ୍ଧି ବ୍ୟତୀତ ଅନ୍ୟ କିଛିରେ ସେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ତାଙ୍କର ସମସ୍ତ ଭାଗବତୀ ପ୍ରକୃତି ଝଞ୍ଜା ପରି ରୁଦ୍ର କର୍ମର ପ୍ରଭାବରେ ପ୍ରସ୍ଫୁରିତ। ସେ ଅଛନ୍ତି କ୍ଷିପ୍ରତା ସକାଶେ, ଆଶୁ ଫଳଦାୟୀ ପ୍ରକ୍ରିୟା ସକାଶେ, ସମ୍ମୁଖ ଆକ୍ରମଣ ସକାଶେ, ଯାହାକି ସଘନ ଆଘାତରେ ସବୁ କିଛିକୁ ପରାଭୂତ କରେ। ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ଦୁରୂହ କାର୍ଯ୍ୟ ସମ୍ପାଦନ କରିବାକୁ ଥାଏ, ସେତେବେଳେ ମହାକାଳୀଙ୍କୁ ଆବାହନ କରାଯାଇଥାଏ। ତାଙ୍କର ଆବିର୍ଭାବ ଆବଶ୍ୟକ ହୁଏ। ସେ ପୁରାତନକୁ ଭାଙ୍ଗି ନୂତନତ୍ୱର ପ୍ରତିଷ୍ଠା କରନ୍ତି। ଯେହେତୁ ସେ ଜଗନ୍ମାତାଙ୍କର କାର୍ଯ୍ୟକାରିଣୀ ଶକ୍ତି, ସମସ୍ତ କଠିନ ଦୁରୂହ କାର୍ଯ୍ୟ ସମ୍ପାଦନ ପାଇଁ ମହାକାଳୀ ଶକ୍ତିକୁ ହିଁ ଆବାହନ କରାଯାଏ। ଅସୁରଙ୍କ ପ୍ରତି ଭୟଙ୍କର ତାଙ୍କର ମୁଖମଣ୍ଡଳ। ଅସୁରଙ୍କ ପ୍ରତି ଭୟଙ୍କର ତାଙ୍କର ମୁଖମଣ୍ଡଳ। ଭଗବତ ବିରୋଧୀଙ୍କ ପ୍ରତି ନିର୍ମମ ନିଦାରୁଣ ତାଙ୍କ ଚିତ୍ତ। କାରଣ ସେ ବିଶ୍ୱ ଲୋକର ରଣରଙ୍ଗିନୀ। ସଂଗ୍ରାମରେ କେବେ ବି ପଶ୍ଚାତପଦ ହୁଅନ୍ତି ନାହିଁ। ଦିବ୍ୟ ଜନନୀଙ୍କର ଶକ୍ତିମତାର ପ୍ରତିନିଧିତ୍ୱ କରୁଥିବା ମହାକାଳୀ ଦୁରାଚାରୀ ଦୁର୍ଦମନୀୟ ଦୈତ୍ୟ ଦାନବଙ୍କୁ ପଦାନତ କରିବା ପାଇଁ ସଦା ଉଦ୍ୟତ। ସେ ହେଉଛନ୍ତି ମାଙ୍କର ବିପୁଳ ଶକ୍ତିର ପ୍ରତୀକ। ତାଙ୍କ ଶକ୍ତିର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଦୁରାଚାରୀ ଦୁର୍ଦମନୀୟ ଯୋଉ ଦୈତ୍ୟ ଦାନବ, ତାଙ୍କୁ ପଦାନତ କରିବା ପାଇଁ ସର୍ବଦା ଉଦ୍ୟତ ହୋଇ ରହିଛନ୍ତି। ବିଶ୍ୱସତ୍ତାଙ୍କ ବକ୍ଷ ଦେଶରେ ପାଦ ରଖି ଅନ୍ୟ ପାଦଟି ଉତ୍ତୋଳିତ କରିଛନ୍ତି। ଗୋଟିଏ ପାଦ ଅଛି ବିଶ୍ୱସତ୍ତାଙ୍କର ବକ୍ଷ ଦେଶରେ, ଅନ୍ୟ ପାଦଟି ଉତ୍ତୋଳିତ ହୋଇଛି ଦୈତ୍ୟମାନଙ୍କ ମସ୍ତକ ମର୍ଦ୍ଦନ ପାଇଁ। ସେ ତାଙ୍କର ସମସ୍ତ ଓଜ, ବୀର୍ଯ୍ୟ, ତେଜ ଓ ଶୌର୍ଯ୍ୟକୁ ଆସୁରିକତା ବିରୁଦ୍ଧରେ ପ୍ରୟୋଗ କରନ୍ତି। ଓଜ, ବୀର୍ଯ୍ୟ, ତେଜ ଓ ଶୌର୍ଯ୍ୟ ଆସୁରିକତା ବିରୁଦ୍ଧରେ ତାକୁ ପ୍ରୟୋଗ କରନ୍ତି। ଯୁଗେ ଯୁଗେ ଦୈତ୍ୟ ଦାନବ ମାନେ ଦେବ କାର୍ଯ୍ୟରେ ବାଧା ସୃଷ୍ଟି କରି ଆସିଛନ୍ତି। ସେମାନଙ୍କୁ ସାମନା କରିବାର ଶକ୍ତି କେବଳ ମହାକାଳୀଙ୍କର ଅଛି। ଭୁବନ ସମୂହର ଅଗ୍ରଭାଗରେ ଥିବା ଜଣେ ଯୋଦ୍ଧା ଭାବରେ ଯୁଦ୍ଧ ଲଢ଼ିବାରେ କେବେ ବି ସେ ପଶ୍ଚାତପଦ ହୁଅନ୍ତି ନାହିଁ। ସମ୍ମୁଖ ଭାଗରେ ଥାଇ ସେ ସଂଗ୍ରାମ କରନ୍ତି। ସଂଗ୍ରାମରେ କେବେ ବି ପଶ୍ଚାତପଦ ହୁଅନ୍ତି ନାହିଁ। ମହାକାଳୀଙ୍କର ସେହି ବିଶେଷ ଭୂମିକାଟି ସମ୍ପର୍କରେ, ମହାକାଳୀଙ୍କର ଏଇ ଯୋଉ ବିଶେଷ ଭୂମିକା ଅଛି ଦୈତ୍ୟ ଦଳନ କ୍ଷେତ୍ରରେ, ସେ ସମ୍ପର୍କରେ ପ୍ରଭୁ ମହାକାବ୍ୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। I wear the face of Kali when I kill. I am charged by God to do his mighty work. On carrying, I serve his will who sent me forth. I trample the curse of the demon hordes. I wear the face of Kali when I kill. I am charged by God to do his mighty work. On carrying, I serve his will who sent me forth. I trample the curse of the demon hordes. ଧ୍ୱଂସର ତାଣ୍ଡବ ରଚେ ମହାକାଳୀ ରୂପେ, ଧ୍ୱଂସର ତାଣ୍ଡବ ରଚେ ମହାକାଳୀ ରୂପେ, ପାଦ ତଳେ ଦଳି ଦାନବଙ୍କ ଶବ ସ୍ତୂପେ। ପରମ ଆଦେଶ ହୋଇ ଶକ୍ତି ସମନ୍ୱିତା
ତାଙ୍କରି ସଂକଳ୍ପ ପୂର୍ତ୍ତି ପାଇଁ ଆବିର୍ଭୂତା, ପରମ ଆଦେଶ ହୋଇ ଶକ୍ତି ସମନ୍ୱିତା, ତାଙ୍କରି ସଂକଳ୍ପ ପୂର୍ତ୍ତି ପାଇଁ ଆବିର୍ଭୂତା। ପୁନଶ୍ଚ ପ୍ରଭୁ ଉଲ୍ଲେଖ କରୁଛନ୍ତି, ତାଙ୍କ ମୁଖରେ ଫୁଟେଇଛନ୍ତି ବାଣୀ ମହାକାଳୀଙ୍କ ମୁଖରେ, I am death and dark, terrible mother of life. I am Kali, black naked in the world. I am death and dark, terrible mother of life. I am Kali, black naked in the world. ମୁହି ମୃତ୍ୟୁ ଭୟଙ୍କର ଅନ୍ଧକାର ଜନନୀ ପ୍ରାଣର, ଉଲ୍ଲଙ୍ଗିନୀ କୃଷ୍ଣ କାଳୀ ଏହି ଜଗତର। ମୁହି ମୃତ୍ୟୁ ଭୟଙ୍କର ଅନ୍ଧକାର ଜନନୀ ପ୍ରାଣର, ଉଲ୍ଲଙ୍ଗିନୀ କୃଷ୍ଣ କାଳୀ ମୁହିଁ ଏହି ଜଗତର। ଅଚିନ୍ତନୀୟ, ଅନମନୀୟ, ଅଦମନୀୟ ଶକ୍ତିର ସାମଗ୍ରିକ ଉତ୍ସ ହେଉଛନ୍ତି ମହାକାଳୀ। ଅଚିନ୍ତନୀୟ, ଅନମନୀୟ, ଅଦମନୀୟ। ଦିବ୍ୟ ଜନନୀଙ୍କ ଦ୍ୱାରା ଆଦିଷ୍ଟ ହୋଇ ନିର୍ମମ ଭାବେ ଆସୁରିକତାର ଅପସାରଣ ଏବଂ ଅତିମାନସର ଅବାଧ ଅବତରଣ ଓ କ୍ରିୟାଶୀଳତା ନିମିତ୍ତ ସେ ନିରନ୍ତର ସଂଗ୍ରାମରତ। ସ୍ୱୟଂ ଆଦିମାତା ତାଙ୍କୁ ପ୍ରେରଣ କରିଛନ୍ତି, ଆସୁରିକତାର ସେ ଅପସାରଣ କରିବେ, ଅତିମାନସର ଅବାଧ ଅବତରଣ କ୍ରିୟାକୁ ସହଜ କରିବେ। ସେଥିପାଇଁ ସେ ନିରନ୍ତର ସଂଗ୍ରାମରତ। ଯଦିଓ ବର୍ତ୍ତମାନ ଅସୁରମାନେ ପୁରାଣ ବର୍ଣ୍ଣିତ ଭୀମ ଭୟଙ୍କର ରୂପରେ ଦୃଶ୍ୟମାନ ହେଉନାହାନ୍ତି, ମାତ୍ର ମାନବୀୟ ଆଧାର ଅନ୍ତରାଳରେ ସେହି ଦାନବୀୟ ଚେତନା ଆତ୍ମଗୋପନ କରି ରୂପାନ୍ତର ବିରୋଧୀ କାର୍ଯ୍ୟରେ ସର୍ବଦା ତତ୍ପର ଅଛନ୍ତି। ମଣିଷର ଛଦ୍ମ ଆବରଣ ତଳେ ଅସୁରମାନେ ଅଛନ୍ତି, କାରଣ ସେମାନେ ହେଉଛନ୍ତି ଛଦ୍ମବେଶୀ, ଫଳନା ପ୍ରିୟ। ମନୁଷ୍ୟ ମଧ୍ୟରେ ଥିବା ସାତ୍ତ୍ୱିକତା ବିରୁଦ୍ଧରେ ତାର ତାମସିକ ତଥା ରାଜସିକ ପ୍ରବୃତ୍ତି ଅହରହ ସଂଗ୍ରାମରତ। ମଣିଷର ନିଜ ଭିତରେ ମଧ୍ୟ ଦ୍ୱନ୍ଦ୍ୱ ଆଉ ସଂଗ୍ରାମ ଲାଗି ରହିଛି। ତା ଭିତରେ ଥିବା ସାତ୍ତ୍ୱିକ ଭାବ ସହିତ ଆଉ ଯୋଉ ରାଜସିକ ଓ ତାମସିକ ପ୍ରବୃତ୍ତି ରହିଛି, ଏମାନଙ୍କର ସଂଘର୍ଷ ଚାଲିଛି, ଯାହା ଫଳରେ ନୂତନ ଆଧ୍ୟାତ୍ମିକ ଚେତନା ପ୍ରାପ୍ତି ପାଇଁ ଦୈତ୍ୟ କବଳିତ ଅସହାୟ ମନୁଷ୍ୟ ନିରୁପାୟ ହୋଇ ପଡ଼ିଛି। ତା ଭିତରେ ତ ଦ୍ୱନ୍ଦ୍ୱ ଲାଗିଛି, କାହା ସପକ୍ଷରେ ସେ ରହିବ। ବାରମ୍ବାର ତ୍ରୁଟିର ପୁନରାବୃତ୍ତି କରୁଥିବା ବ୍ୟକ୍ତି ପ୍ରତି ମହାକାଳୀ କଠୋରତା ଅବଲମ୍ବନ କରନ୍ତି। ମଣିଷ ବାରମ୍ବାର ଭୁଲ କରୁଥାଏ, କିନ୍ତୁ ମାଙ୍କର ମହାକାଳୀ ରୂପ ତାକୁ କ୍ଷମା କରେ ନାହିଁ। ଯିଏ ବାରମ୍ବାର ତ୍ରୁଟିର ପୁନରାବୃତ୍ତି କରନ୍ତି, ମହାକାଳୀ ତାଙ୍କ ପ୍ରତି ଅତି କଠୋର ହେଇ ଉଠନ୍ତି। ପ୍ରଭୁଙ୍କ ଉକ୍ତି ଅନୁସାରେ ସାମାନ୍ୟ ତ୍ରୁଟି ବି ତାଙ୍କର ଅସହନୀୟ। ମନୁଷ୍ୟ ମଧ୍ୟରେ ଯାହା କିଛି ଅନିଚ୍ଛୁକ, ତା ପ୍ରତି ତାଙ୍କର ରୂଢ଼ ବ୍ୟବହାର। ଯାହା କିଛି ଜୋର କରି ଜ୍ଞାନହୀନ ଓ ତମୋଗ୍ରସ୍ତ ହୋଇ ରହିବାକୁ ଚାହେଁ, ତା ପ୍ରତି ସେ କଠୋର ହସ୍ତ। ଏହାର ତାତ୍ପର୍ଯ୍ୟ ହେଉଛି, ସେ କେବଳ ଯେ ବିଶ୍ୱ ବ୍ରହ୍ମାଣ୍ଡରେ ବିଶ୍ୱଧାରା ବା ଜାଗତିକ ନିୟମ ଅନୁସାରେ କାର୍ଯ୍ୟ କରନ୍ତି ତା ନୁହଁ, ସେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ସତ୍ତା ମଧ୍ୟରେ କାମ କରିଥାନ୍ତି। କାରଣ ବ୍ୟକ୍ତି ସତ୍ତା ଓ ବିଶ୍ୱ ସତ୍ତା ଅଭିନ୍ନ। ଯେକୌଣସି ଦୋଷ ତ୍ରୁଟି ଆମେ ଅନ୍ୟମାନଙ୍କ ଠାରେ ଦେଖିବାକୁ ପାଉ, ସେ ସମସ୍ତ ଆମ ନିଜ ଭିତରେ ଅଛି। ତାର ପ୍ରତିଫଳନ କେବଳ ଆମେ ଦେଖୁ, ସେ ଆମ ଦର୍ପଣ ସ୍ୱରୂପ। ବିଶ୍ୱର ଗଠନ ହିଁ ଏହି ପ୍ରକାର। ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି ଏ ପିଣ୍ଡେ। ପିଣ୍ଡ ବ୍ରହ୍ମାଣ୍ଡ ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଏହାର ପ୍ରମାଣ ଦିଏ ଏହି ବୈଜ୍ଞାନିକ ସୂତ୍ର। ଗୋଟିଏ ହେଉଛି ଅଣୁ ଜଗତ, ମାଇକ୍ରୋକୋଜମ, ଅନ୍ୟଟି ହେଲା ବିଶ୍ୱ ଜଗତ, ମାକ୍ରୋକୋଜମ। ଏହି ଦ୍ୱୈତ ତତ୍ତ୍ୱ, ଏହି ଦୁଇଟି ତତ୍ତ୍ୱ, ଏହି ତତ୍ତ୍ୱ ସହାୟତାରେ ସମଗ୍ର ବିଶ୍ୱ ଏବଂ ବିଶ୍ୱ ମଧ୍ୟସ୍ଥ ଆମେ ଗଢ଼ି ଉଠିଛୁ। ଏହି ଦୁଇଟି ତତ୍ତ୍ୱକୁ ନେଇ ବିଶ୍ୱ ଗଠିତ ହୋଇଛି, ବିଶ୍ୱବାସୀ ଗଠିତ ହୋଇଛନ୍ତି। ଏହା ସୂଚାଇ ଦିଏ ବ୍ୟକ୍ତି ବିଶ୍ୱଠାରୁ ଭିନ୍ନ ନୁହେଁ। ଏକ ସରଳ ନିରପେକ୍ଷ ଦୃଷ୍ଟିକୋଣ ନେଇ ଦେଖିଲେ
निज मध्यरे सेई सबु दोष त्रुटि न्यूनाधिक मात्रारे रहिछि। विश्वर कौनसी व्यक्ति त्रुटि शून्य नुहे। आमर प्रथम कार्य होछि आत्मनिरीक्षण, निजको देखिबा, निजको पढ़िबा। बाहर तो बहुत बही पढ़ुचु, ज्ञान सब कुआडे उड़ी जाउछि। निजको पढ़ी न पर्यंत आत्म अध्ययन, श्रद्धा बोली तो कहा जाए, शोक अध्ययन कर। आत्मनिरीक्षण पूर्वक निजको त्रुटि शून्य करिवार प्रयास करिबा। प्रथमे निजर संस्कार आनी आपण आत्मा को उद्धार करिबा। आत्मा नाम उद्धरेत। आत्मशुद्धि और विश्वशुद्धि एककालीन चलिबा आवश्यक। आमे बाहर को शुद्ध करिया को जाउछु, निजको एपंद शुद्ध करि नाहु। मां महाकाली जेतेबेले सामान्य त्रुटि देखंती ताहा तांकर असहनीय होई उठे। मनुष्य भीतरर जड़ता जनित अनिच्छुक भाव देखिले से रूढ़ होई उठंती। अनमन्य प्राण प्रवृत्ति, अनमन्य प्राण प्रवृत्ति, अज्ञानाच्छन्न मनर जिदखोर स्वभाव एवं तमोग्रस्त शरीरर अनिच्छुक भाव प्रति से कठोर हस्त होई उठंती। आमर सत्ता गुड़िक रही प्राण मन आ जो शरीर, प्राण रे रही अनमन्य अदमन्य प्रवृत्ति वासना, मन भितरे अज्ञानाच्छन्न मन जिदखोर एवं आमर शरीर होची तमोग्रस्त, तार सब अनिच्छुक भाव। एप्रति कठोर हस्त होती मां। जेतेबेले जड़े पूर्ण जोग को ग्रहण करे सेतेबेले ता सत्तारे प्रतिरोध करुथिबा समस्त रूपांतर विरोधी तत्व मानकु से निर्मम प्रहार करती। रूपांतर पथरे यात्रा करुथिबा साधक बेसी सह्य करे महाशक्तिंकर चाप। कारण रूपांतर विरोधी तत्व माने ताकु विरोध करती। तेणु मांकर निर्मम प्रहार सहिबा को पड़े। आत्मशुद्धि और आत्मसिद्धि यह आवश्यक। प्रभु कहते विश्वासघातकता, मिथ्याचार और विद्वेषर विरुद्ध रे तांकर क्रोध सदा उद्यत, निदारुण। दुष्ट इच्छा तांक चाबुकर आघात रे तत्क्षणात जर्जरित हुए। जो दुर्गुण गुड़ी कथा प्रभु उल्लेख कले मनुष्य भितर अच्छी विश्वासघातकता, मिथ्याचार और विद्वेष। ये महाकालींकर क्रोध उद्रेक करे। एप्रति से अत्यंत निदारुण हो उठंती। तांकर चाबुक आघात रे दुष्ट इच्छा को से जर्जरित करती। वास्तव रे विश्वासघातकता, मिथ्याचार, कपटाचार एवं सकल विद्वेष भाव होची आसुरिक स्वभावर अंतर्भुक्त। ए आसुरिक स्वभाव को आमे निज भितरे धारण करिके रहिछु। विश्वासघातकता, मिथ्याचार, कपटाचार एवं विद्वेष भाव। साधुतार छद्म आवरण तले सठता, सन्यासीर गैरिक वस्त्र आड़ुआल रे शैतानर आत्मगोपन ही कपटाचारर उदाहरण। बाहर को साधुतार छद्म आवरण पिंधिले मध्य भितरे सठतार भाव पूरी रही। सन्यासी माने शैतान माने सन्यास रूप धारण करिसंती। कारण ये छद्म रूप असुर माने ही धारण करि थांती। शैतान रावण तपस्वी वेशरे सीतांग हरण करिया को आसीथिला। मारीच मृग वेशरे राम को पथभ्रम करिया पई आसीथिला। एई भली भाबरे से माने छलना करि थांती। जो मनुष्य भितर एई भली छलना चातुर्य अछि से आसुरिक प्रभावर बसीभूत होइकी रहिछि। सबुठ मारात्मक होउछि विश्वासघातकता। पारस्परिक सहयोगिता और सहभागिता बदल रे विद्वेषर विष ही समाज रे परिव्याप्त। केही काहाकू सही पारु नाहंती। यह महाकाली कार्यधारार विरुद्धाचरण करिथाए। फल रे तांकर क्रोधाग्नि प्रचंड होई उठे।
କ୍ରୋଧାନଳ ଜଳି ଉଠେ ଓ ସେ ଅତ୍ୟନ୍ତ ନିର୍ମମ ହୋଇ ଉଠନ୍ତି। ଶାସନ କରିବାର କ୍ଷମତା ତାଙ୍କ ହସ୍ତରେ ନଷ୍ଟ ଥିବାରୁ ସେ ଅପେକ୍ଷା ନ କରି ନିର୍ଘାତ ଚାବୁକାଘାତରେ ଜର୍ଜରିତ କରନ୍ତି, ଭାଙ୍ଗି ରୁଜି ଚୁରମାର କରିଦିଅନ୍ତି। ତାଙ୍କର ଏହି ନିଦାରୁଣ ଭାବ କେବଳ ମହାଜାଗତିକ ଦେବତ୍ୱ ଭିତରେ ନୁହେଁ, ତାଙ୍କର ମାନବୀୟ ସତ୍ତାରେ ମଧ୍ୟ ସ୍ପଷ୍ଟ ଭାବରେ ପ୍ରତିଭାତ ହୁଏ। ସାଧକ ଯେତେବେଳେ ସଚେତନ ହୋଇ ଉଠେ, ସେ ତାର ଆନ୍ତର୍ଜଗତରେ ଏହି ଶତ୍ରୁମାନଙ୍କୁ ଆବିଷ୍କାର କରିପାରେ। ଜଣେ ସଚେତନ ସାଧକ ନିଜକୁ ଯେତେବେଳେ ଅଧ୍ୟୟନ କରେ, ତାର ଆନ୍ତର୍ଜଗତକୁ ସେ ଦେଖିପାରେ ଏବଂ ସେଇଠି ଏହି ଶତ୍ରୁମାନେ କିଭଳି ଆତ୍ମଗୋପନ କରିଛନ୍ତି ତାଙ୍କୁ ଆବିଷ୍କାର କରେ। ଏହିପରି ଆମେ ନିଜ ବିଷୟରେ ଯେତେ ସଚେତନ ହେଉ ଏବଂ ଯେତେ ଦୂର ନିଜକୁ ପରିଷ୍କୃତ ଓ ସମୁନ୍ନତ କରୁ, ଆମର ବାହ୍ୟ କର୍ମାବଳୀ ଓ ଆଚରଣ ମଧ୍ୟ ଶୁଦ୍ଧ ଆଉ ସମୁନ୍ନତ ହୋଇ ଉଠେ। ଏହା ବ୍ୟକ୍ତିଗତ ପ୍ରୟାସର ଅନ୍ତର୍ଭୁକ୍ତ। ନିଜଠି ଦୋଷ ତ୍ରୁଟି ଦେଖି ତାକୁ ସ୍ୱୀକାର କରିବା ହେଉଛି ସବୁଠାରୁ ବଡ଼ ସାହସିକତା। ସେହି ହେଉଛି ଯଥାର୍ଥ ବୀର, ଯେ ନିଜ ତ୍ରୁଟିକୁ ଲୁଚାଏ ନାହିଁ, ନିଜ ଭୁଲକୁ ସ୍ୱୀକାର କରେ ସାହସର ସହିତ। ଏହା ଦ୍ୱାରା କଣ ହୁଏ? ଏହା ଦ୍ୱାରା ଆମର ଅନ୍ତର୍ଯୋଦ୍ଧା ଯୁଦ୍ଧଂ ଦେଇ ଡାକରା ଦେଇ ଆସୁରିକତା ବିରୁଦ୍ଧରେ ଅସ୍ତ୍ର ଧାରଣ କରେ। ଅନ୍ତର୍ଯୋଦ୍ଧା ଜାଗ୍ରତ ହୁଏ ନିଜ ଭୁଲକୁ ସ୍ୱୀକାର କଲେ। ଏହା ଦ୍ୱାରା କେବଳ ବ୍ୟକ୍ତି ସତ୍ତା ନୁହେଁ, ସମଗ୍ର ବିଶ୍ୱ ସତ୍ତା ମଧ୍ୟରେ ଏକ ଜାଗୃତି ଆସେ। କାରଣ ସମଗ୍ର ବିଶ୍ୱ ଏପରି ଏକ ଅଦୃଶ୍ୟ ଐକ୍ୟ ଉପରେ ପ୍ରତିଷ୍ଠିତ, ଯେଉଁଠି ପ୍ରତ୍ୟେକ ଅପର ସହିତ ମିଳିମିଶି ଅଖଣ୍ଡ ଅଭିନ୍ନ ଅଭେଦ ଭାବରେ ବାନ୍ଧି ହୋଇଥାନ୍ତି। ଜଣେ ବ୍ୟକ୍ତିର କର୍ମ ସାରା ବିଶ୍ୱକୁ ପ୍ରଭାବିତ କରିଥାଏ, କାରଣ ଏମାନେ ଗୋଟିଏ ଶିକୁଳି ଦ୍ୱାରା ଆବଦ୍ଧ ହୋଇଛନ୍ତି ପରସ୍ପର। ବ୍ୟକ୍ତି ନିଜ ମଧ୍ୟରେ ଯଦି କିଛି ପରିବର୍ତ୍ତନ ଘଟେଇ ପାରେ, ସାରା ଜଗତରେ ସେ ପରିବର୍ତ୍ତନର ତରଙ୍ଗ ସମ୍ପ୍ରସାରିତ ହୋଇଯାଏ। ଯେପରି ପରସ୍ପର ସଂଯୁକ୍ତ କଡ଼ି ଥିବା ଶୃଙ୍ଖଳର ଗୋଟିଏ କଡ଼ିକୁ ସ୍ପର୍ଶ କଲେ ପ୍ରତ୍ୟେକ କଡ଼ିରେ ତାର କମ୍ପନ ସୃଷ୍ଟି ହୁଏ। ଅସୁରମାନେ ଯେପରି ନିଜେ ନିଜ ଦୁର୍ଭାଗ୍ୟର ସ୍ରଷ୍ଟା ହୋଇଥାନ୍ତି, ଆମେ ସେହିଭଳି ଆମ ବିନାଶର ହେତୁ ହୋଇଥାଉ। ଆମକୁ ଆଉ କେହି ବିନାଶ କରୁନାହାନ୍ତି, ଆମେ ନିଜେ ହିଁ ନିଜର ହତ୍ୟାକାରୀ। ମନୁଷ୍ୟ ଦୁର୍ଭୋଗ ଭୋଗିବାର କାରଣ ହେଉଛି ତାର ଚେତନା ନିମ୍ନତମ ସ୍ତରରେ ପଡ଼ି ରହିଛି। ଦେହରେ ରହିଛି ପଶୁର କ୍ଷୁଧା, ପ୍ରାଣରେ ରହିଛି ଅସୁରର ଭୋଗତୃଷା। ଏହି ଦେହ ପ୍ରାଣର ଦାବି ପୂରଣ ପାଇଁ ବଞ୍ଚି ରହିବା ଏବଂ ଏଥିପାଇଁ ଛଳନା, ଚାତୁର୍ଯ୍ୟ, ପ୍ରବଞ୍ଚନା, ଅନ୍ୟାୟ, ଅନାଚାରର ଆଶ୍ରୟ ନେବା ଯୋଗୁଁ ହିଁ ମହାକାଳୀଙ୍କ ନିର୍ମମ ପ୍ରହାର ମିଳିଥାଏ। ଦେହ ସର୍ବସ୍ୱ, ପ୍ରାଣ ସର୍ବସ୍ୱ। ଆମେ ମଣିଷମାନେ ଦେହ ପ୍ରାଣକୁ ନେଇ ବଞ୍ଚୁ। ସେମାନଙ୍କର ଦାବି ପୂରଣ କରିବା ପାଇଁ ଜୀବନର ପ୍ରତିଟି ମୁହୂର୍ତ୍ତକୁ ବିନିର୍ଭୟ କରୁ। ସେଥିପାଇଁ ଅନେକ ଛଳନା, ଚାତୁର୍ଯ୍ୟ, ପ୍ରବଞ୍ଚନାର ଆଶ୍ରୟ ନେଇଥାଉ। ଏସବୁକୁ ଭାଙ୍ଗିବା ପାଇଁ ମହାକାଳୀଙ୍କର ନିର୍ମମ ପ୍ରହାର ଆବଶ୍ୟକ ହୋଇଥାଏ। ତାଙ୍କ ବେତ୍ରାଘାତରେ ଚୂର୍ଣ୍ଣ ହୁଏ ସମସ୍ତ ସତ୍ ଇଚ୍ଛା। ପ୍ରାଣର ବାସନା, ମନର ଅଭିମାନ, ଦେହର ଜଡ଼ତା ଭାଙ୍ଗି ରୁଜି ଚୁରମାର ହେଇଯାଏ। ପ୍ରଭୁ କହୁଛନ୍ତି, ଭାଗବତ କର୍ମରେ ଔଦାସୀନ୍ୟ, ଶୈଥିଲ୍ୟ, ଆଳସ୍ୟ ତାଙ୍କର ଅସହ୍ୟ। ଅସମୟରେ ଯେ ନିଦ୍ରାଳୁ, ସେ ଦୀର୍ଘସୂତ୍ରୀ, ପ୍ରୟୋଜନ ହେଲେ ତତ୍କ୍ଷଣାତ୍ ତୀବ୍ର ଆଘାତରେ ତାକୁ ଜାଗ୍ରତ କରନ୍ତି। ମାଙ୍କୁ କଣ ଭଲ ଲାଗେ ନାହିଁ? ପ୍ରଥମତଃ ଭାଗବତ କର୍ମରେ ଔଦାସୀନ୍ୟ, ଶୈଥିଲ୍ୟ, ଆଳସ୍ୟ, ଇଏ ତାଙ୍କର ଅସହ୍ୟ। ଅସମୟରେ ଯେ ନିଦ୍ରାଳୁ, ଯେ ଦୀର୍ଘସୂତ୍ରୀ,
प्रयोजन हेले तत्क्षणात तीव्र आघात रे ताकू जागृत करती। मनुष्यर जो सबू स्वभाव प्रकृति और प्रवृत्ति प्रति माँ असहिष्ठ होई उठंती ता एठारे प्रभु गोटी गोटी करी उपस्थापन करिछन। केउ प्रकार प्रकृति को माँ सह्य करती नहीं। गोटे हूँ भागवत कर्म रे औदासीन्य अर्थ आग्रहर भाव, शैथिल्य अर्थ शिथिलता कामटी को पक्के रखिवा, आलस्य अर्थ कर्मकुंठ भाव श्रम न करी विश्राम रे रहिवा। ए समस्त विलक्षण को से बर्दाश्त करती नहीं। यह व्यतीत प्रभु आउ दुईटी प्रसंग उपर आलोकपात करछन्ते। आउ दुईटी गोटी हैला असमय निद्रालुता और अन्यटी दीर्घ सूत्रिता। आयु कालर अर्धाधिक समय आमे निद्रा विश्राम विश्रम्भालाप अर्थात मूल्यहीन बाचालतारे कटई थाऊ, विनर्भय करू। ए समस्त चेतनार निद्राच्छन्न अवस्था आमको जदि कह आमे शोचु केतबेले आमे भाबु राति रे सोइबा कि दिन रे किछ समय सोई पड़िबा होची, आखि बुझी कि सोइबा होची निद। प्रकृत रे चेतनार निद्रालुता तार जो निम्नगामी अवस्था सुसुप्ति सेटा केतबेले हुए आमे जतबेले आजे बाजे गप करी समय नष्ट करू, आमे जतबेले मोबाइल रे भ्रमित हो, आमे जतबेले टेलीविजन देखु थाऊ ढोलौ थाऊ, एमती भाव रे अनेक समय आमे निद्रालुता भितर थाऊ, आने सचेतन न थाऊ। तार अर्थ आम चेतना निद्राच्छन्न हो जाए। शिशु वृद्ध एवं रोगी को छाड़देले अन्य मानक पई दिवा निद्रा स्पृहणीय नुहे। राक्षस कुंभकर्ण 6 मास सोई रहूथिला जहा तार दुर्भोगर कारण हैला। केतक व्यक्ति अछंती समूह ध्यान समय सोई पड़ी घन घन घुगुड़ी नादरे अन्य मानकर ध्यान भंग करती। अन्य मानस बहुत लोकंकर अनुभव थिव, उपलब्धि थिव। एक कथा पाठचक्र रे गुरुत्वपूर्ण प्रसंग आलोचना समय सोई थांती, ढुड़ाऊ थांती। ये समस्त असमय निद्रालुता महाकाली रोषर कारण होता है। अन्य प्रमादटी होची दीर्घ सूत्रिता। सेटा कौन परे करिबिर बाट एइघा नु परे आज नु काली आमे काली की पकई रखू। काली को किए देखिछे? रावण स्वर्ग को निशुणी बांधिया पई काली करिबी करिबी करी बांधि पारला नहीं। The method of later on and the path of tomorrow leads us nowhere. It leads us towards a vain castle. The method of later on and the path of tomorrow leads us nowhere. It leads us towards a vain castle. परे करिबिर जो बाट आमे धरिछु, परे करिबिर पद्धतिटी आमको लक्ष्य स्थल रे पहुंचाए नहीं, बरं एक निष्फल शून्य दुर्ग आड़कू बाट कढ़ेने। महाकाल पंजिकार प्रत्येक कार्य निमित्त निर्दिष्ट कालटी स्थिरीकृत होईछि। यथा समय ताहा संपन्न नहेले विभ्राट विशृंखला देखा जाए। आमे जानी पारुनु आयुर्नश्यति पश्यताम प्रतिदिनम जातिक्षम यौवनम न पुनर्दिवसा कालो जगत भक्षक। मुहूर्त मुहूर्त करी आमर आयु काल शेष हो जाउची, देखुची प्रतिदिन, किंतु मु सचेतन नुह, तथापि निद्रालुता भितर अछि। जहा नोहिची एबे ताहा नोहिब केबे? वर्तमान काम वर्तमान न करे, जहा नोहिची एबे ताहा नोहिब केबे? कालर नियम को जे सम्मान दिए, कालर आह्वान को जी श्रवण करे, से कालर अधीश्वरी महाकालींकर प्रीतिभाजन हुए। कालर नियम को जी सम्मान दिए, कालर आह्वान को जी श्रवण करे, से कालर अधीश्वरी जो महाकाली तांकर प्रीतिभाजन हुए। One who respects the time
रेस्पेक्ट द डिवाइन देवमूर्त प्रसंग रे हमकु एई आह्वान दिया जाइछि जावतीय दिव्य कर्मर क्षेत्र मानकरे जेतेबेले उदासीनता उपेक्षा अवहेला अथवा आलस्य प्रवणता देखा दिए महाकाली ताहा बर्दाश्त करती नहीं। थरे जने व्यक्ति आध्यात्मिकतार पथ बाछि नेले तापाई विश्रामर प्रश्न ही नहीं। किछि दूर अग्रसर हुई शक्तिर आवाहन कला परे जदि आलस्यवश हुए महाकाली ताकू प्रहार करी सचेतन करी थांती ता निद्रा भांगी थांती। तामसिकतार वशवर्ती हुई जणे हुए तो भावी बसे जा घटिबार थियो घटिब मोर आउ किछि करिबार नाही मु यथेष्ट करि सारलेनी ताहले से कठोर दंडर सम्मुखीन हब। भाग्य पथ हुई अछि सुप्रशस्त विडंबन करी चल मुख मेली तरु तले शोइथिले मुखे न पड़ई फल न सुप्त सिंहस्य मुखे प्रविशन्ति मृगा उद्यमेण सर्वसिद्धि मने रखे महाविधि। रुद्र शक्ति रे अवतीर्णा झंझा भली प्रखर गामिनी महाकाली रोषर शिकार हेबा ही चरम दुर्दशा और दुर्भाग्य। देव मुहूर्तर दिव्य आह्वान प्रति वितस्पृह आलस्ययुक्त स्वप्न विलासी मानकर सुख स्वप्न मांक प्रथम आघात भांगी चुरमार ही जाए। प्रभु कहउचंदी क्षिप्र सरल अकपट जो सकल प्रेरणा अकुंठ अव्यभिचारी जो सबु गतिधारा अग्निशिखा परे ऊर्ध्वगामी जो अभिप्सा यही सब है महाकालींकर पदक्षेप। एठारे महाकालींकर अन्यान्य स्वभाव संपर्क रे प्रभु उल्लेख करिसंती। तीव्र आवेगमय अथच सरल और सीधा खोला भाव हेउची तांका स्वभावज विभाव। तीव्र आवेगमय अथच सरल और सीधा खोला भाव ये होउची तांकर स्वभावज विभाव वा प्रकृति। तांकर सर्वमूल परिचय तांकर जावतीय कर्मधारा निसंकोच निरंकुश द्विधाहीन तथा व्यभिचार विहीन होता है। सब कार्य से करती निसंकोच रे निरंकुश भाव द्विधाहीन भाव। तांकर अभिप्सा सर्वदा प्रज्वलित गतिशील और ऊर्ध्वमुखी कौन सी जागतिक झंझा बा द्विधा भाव ताको निर्वापित करि पारे नाही। ए सबु तांकर स्वकीय गुण बेगशीलतार धर्म कारण से अछंती क्षिप्रता पाई। तांकर दृष्टि सर्वदा सम्मुख दिगरे प्रसारित कालर सीमांत को स्पर्श करे से तीक्ष्ण दृष्टि। एठारे मांकर जने अनन्य संतान माधव पंडित उल्लेख करिसंती जे आमरी मां मानुषी तन्नुरे उभा होइथिबा श्री मां दिव्य जननी ठीक एही भली कारण सी तो स्वयं चतुर्विध विग्रहर समन्वित रूपायन। शक्ति साधक श्री अरविंद दृष्टिकोण आधार यार अनुशीलन करने दुसाध्य। भारतीय शक्ति परंपरा रे काली आराधना करा जाई आसुची जदिओ यह विरल कारण कराल बदना काली पूजार्चन भक्ति अपेक्षा भयर मात्रा बेसी थाए। मनरु एई अहेतुकी भय दूर करबा पई महाकाली प्रसंगटी समस्ते अध्ययन करबा उचित। से केते करुणामयी कृपामयी सौंदर्यमयी माधुर्यमयी तांको कृपा एवं ऐश्वर्य प्राप्तिर प्रार्थनाटी प्रसंगर उपसंहार भाव रे उपस्थापित होउची। आयुर्देहि जशो देहि विद्यां देहि मे वच अखिलां संपदं देहि देहि मे परमेश्वरी। आयुर्देहि जशो देहि विद्यां देहि मे वच अखिलां संपद देहि देहि मे परमेश्वरी। जयतु मंगला काली भद्रकाली कपालिनी दुर्गा श्यामा स्वाहा स्वाधा महाकाली नमोस्तुते
महाकाली नमोस्तुते, महाकाली नमोस्तुते। वंदे मातरम। महाकाली स्वरूपा दिव्य जननी चरण रे मस्तक अवनत करी क्षमा प्रार्थना करुछि। तांको प्रसंग विशाल, मोर त्रुटि विच्युति युक्त ये जो मानुषी चेतना सी ताकू केते दूर उपस्थापन करिवो सठिक भाव रे जाने ना। तांकरी कृपा प्रार्थना करी प्रसंगटी उपस्थापन करिछि। जदि किछि भूल थाए क्षमामयी मां मते क्षमा करिवे। क्षमाशील क्षमादाता परम प्रभु मते क्षमा करिवे। सेमानक चरण रे मोर भक्तिभूत प्रणति निवेदन पूर्वक मोर समस्त पाठचक्र भाई भौणी मानकू अनेक कृतज्ञता, अनेक धन्यवाद, अनेक शुभेच्छा जनाऊछि। वंदे मातरम। कृतज्ञता 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 ताहा मो पांकु वर्तमान कृतज्ञता भजा प्रणाम जणाइबा ପାଇଁ चाहूछि। अपांगरे वार्ता सतरे इति कर्णश्रुति होतिला। मु आगु को कौन कहिबे निजे भी जानि पारुनी। अपांगरे ही जो आजिर डिस्कशन थिला अति उच्च कोटिर, इति सुंदर, इति हृदयस्पर्शी मर्मस्पर्शी थिला। अपांकर समस्त कथा गुड़िक समस्त शरीर को समस्त हृदय को यह स्पर्श करुथिला। प्रतिटी कथार बहुत तात्पर्यपूर्ण थिला। महाकाली विषय अपा अति सुंदर भाव व्याख्या कले। महाकाली विशेषत्व हेउछि तो बलबीर्य तांको भितर रहिछि एक दुर्बार तीव्रता, विपुल शक्ति, सकल सीमा सकल बाधा चूर्ण करी से आगे चलती पूर्ण सिद्धि निमंते। असुरंक प्रति भयंकर तांकर मुखमंडल, भगवत विद्वेषी प्रति निर्मम निदारण तांकर चित, कारण से विश्व लोकर रणरंगिनी। अनंत शक्तिशालिनी से ही महाकाली से होछंती रणरंगिनी। आउ मिथ्याचार अंधकार तामसिकता उपरे से विजय लाभ करती। जो कहले दीपावली कथा, दीपावली रे से तांकर आलोक रे सारा पृथ्वी को आलोकित करती। आउ सब किति अंधकार अंधकार को मिथ्याचार और तामसिकता को जाली पोड़ी ध्वंस करती। अनंत शक्तिर आकर्षण से कौन कार्य पछघुंचा दियंती नहीं। मनुष्य को मनुष्य भीतर थिबा समस्त विरोधी शक्ति को से हटाइबा आग को चली आसंती। आउ तांकर से खड्ग द्वारा से सब किसी को हत्या करती। से पुरातन को भांगी नूतन को प्रतिष्ठा करती। आउ असुरं को प्रति भयंकर ताकर मुखमंडल, प्रभु को भाषा सामान्य त्रुटि भी तांकर असहनीय। जदि मनुष्य बारंबार भूल कर से ताहाको सहाय करि पारंती नहीं। मनुष्य भितर थिबा जड़ता भाव देखिले कठोर होई उठंती। आउ रूपांतर पथरे जो माने यात्रा करुछंती से यात्री मानक पाखरे से सदा सर्वदा तांती। आउ तांको बारंबार देखंती एवं जदि किछि त्रुटि हुए ताहले तांकर प्रहार दे से तांको सजाड़िबा पई निरंतर चेष्टा करि चलंती। साधक जेतेबेले सचेतन हो उठे सेतेबेले ता भितर थिबा आसुरिक प्रकृति को से देखि पारे।
अंतर्सत्ता जागृत हुए सेतिकी बेले जेतेबेले व्यक्ति संपूर्ण सचेतन हुए। जदि व्यक्ति निजको परिवर्तन करि पारे तेबे से सारा जगत को परिवर्तन करि परिबो। मनुष्य रे जो दुख कष्ट पाइबार कारण हेउची ता निजर आलस्य, ता निज भितर थिबा तामसिकता आउ निम्न प्रकृति को, ता भितर जो निम्न प्रकृति को से बांधि रखिची, तो सेति पय ए दुख कष्ट से सम्मुखीन हुए। एही सब प्रकार एही आलस्य तामसिकता को महाकाली तांको निजको ए सब देखिकी से सहाय करि पारंती नहीं। तेणुकरी से यथासंभव से व्यक्ति प्रति जहाँ करिबा पई पड़िबो सेथिपई से आगे आसंती। आउ गोटे कथा अति सुंदर भाव वर्णना कले काल को सम्मान दबा, टाइम को आमे केते दूर सम्मान दबा। वन हु रेस्पेक्ट द टाइम he or she respect the divine। एक्चुअली देखिबा पई गले always we respect the time, that means don't waste our time, we properly utilize our time। जदि हमें हमर समय को ठीक भाव रे उपयोग करि परिबा ताहले हमें मां को उपलब्धि करि परिबा आ आम भितर थिबा निम्न प्रकृति को भी चिन्हि परिबा। आज रे पाठचक्र थिबा समस्त मातृप्रेमी अपभाई माननको मु कृतज्ञता जणाया पे चाहूची। आउ थ्री अपांकर ही सुंदर आज जो वक्तव्य थिला सेथि पे मु अपां को आउ थ्रे कृतज्ञता भरा प्रणाम जणाया पे चाहे। आसंता काली एही टॉपिक टी पुणी आम पाखे रखा जाइछि। आउ आसंता काली आम पाखे अछंती एही उर्मिला उपा पुणी से आमको आसंता काली तांकर ये सुंदर वक्तव्य रे ए सुंदर वार्ता रे से आमको पुणी काली आम पाखक आसबे। आमे आज तो पुणी तांको को सही समय को अपेक्षा करिबा।